ନିମ୍ନରେ ଥିବା ପରିମେୟ ସଂଖ୍ୟାଗୁଡ଼ିକୁ ସଂଖ୍ୟା ରେଖାରେ ସୂଚାଅ। ପ୍ରଥମ ପରିମେୟ ସଂଖ୍ୟାଟି କ'ଣ ଅଛି? 2 ବିଭକ୍ତ 5। ଏବେ ପିଲାମାନେ କୁହ 2 ବିଭକ୍ତ 5 ଏ ପରିମେୟ ସଂଖ୍ୟାଟି କେଉଁ କେଉଁ ପୂର୍ଣ୍ଣ ସଂଖ୍ୟା ଭିତରେ ରହିବ? 0 ଏବଂ 1 ଭିତରେ ରହିବ। କାହିଁକି ରହିବ କହିଲ? ଆମେ ଭଗ୍ନାଂଶରେ ପଢ଼ିଛେ ଏଇଟା ଗୋଟେ କେଉଁ ଭଗ୍ନାଂଶ? ପ୍ରକୃତ ଭଗ୍ନାଂଶ। ଏବଂ ପ୍ରକୃତ ଭଗ୍ନାଂଶର ମୂଲ୍ୟ କ'ଣ? 0ରୁ 1 ଭିତରେ ରହେ। କାହିଁକି ରହିବ? 2 ବିଭକ୍ତ 5 ଏହାର ମାନେ କ'ଣ? ଏହାର ମାନେ ହେଉଛି 5 ଭାଗରୁ 2 ଭାଗ। ଯଦି 5 ଭାଗରୁ 5 ଭାଗ ହୋଇଥାନ୍ତା ତାପରେ ଯାଇକି ସେଇଟା ଗୋଟିଏ ହୋଇଥାନ୍ତା। ଏବେ ଗୋଟିଏରୁ ବି କମ୍ ଅଛି। ସେଥିଲାଗି 2 ବିଭକ୍ତ 5ର ମୂଲ୍ୟ 0ରୁ 1 ଭିତରେ ରହିବ। ତେଣୁ ମୁଁ ସଂଖ୍ୟା ରେଖାରେ ଗୋଟିଏ ପଟେ ନେବି 0 ଏବଂ ଆଉ ଗୋଟେ ପଟେ 1 ନେବି। ଏବେ 0ରୁ 1କୁ ମୁଁ କେତେ ଭାଗ କରିବି? 2 ବିଭକ୍ତ 5 ମାନେ 5 ଭାଗରୁ 2 ଭାଗ। ତେଣୁ ମୁଁ ସମାନ 5ଟି ଭାଗ କରିବି। 1 2 3 4 5 5ଟି ସମାନ ଭାଗରୁ ମୋତେ 2ଟି ଭାଗ ନେବାର ଅଛି। ତେଣୁ ଏ ହେଲା ଗୋଟିଏ ଭାଗ ଏବଂ ଇଏ ଆଉ ଗୋଟେ ଭାଗ। ତେଣୁ ଏଇ ବିନ୍ଦୁର ମାନ କେତେ ହେବ? 2 ବିଭକ୍ତ 5। ତାପର ପରିମେୟ ସଂଖ୍ୟା କ'ଣ ଅଛି? 3 ପୂର୍ଣ୍ଣ 4 ବିଭକ୍ତ 7। ଏବେ 3 ପୂର୍ଣ୍ଣ 4 ବିଭକ୍ତ 7 ଏଇଟା ଗୋଟେ କେଉଁ ଭଗ୍ନାଂଶ? ମିଶ୍ର ଭଗ୍ନାଂଶ। ଏବଂ ଏଠି ପୂର୍ଣ୍ଣ ସଂଖ୍ୟା କ'ଣ ଅଛି? 3 ଅଛି। ତେଣୁ ଏ ପରିମେୟ ସଂଖ୍ୟାଟି 3 ଏବଂ ତାର ପରବର୍ତ୍ତୀ ସଂଖ୍ୟା 3ର ପରବର୍ତ୍ତୀ ସଂଖ୍ୟା କ'ଣ? 4। 3 ଏବଂ 4 ଭିତରେ ରହିବ। ତେଣୁ ମୁଁ ପ୍ରଥମେ ଲେଖିବି 0 1 2 3 4। ଏବେ 3ରୁ 4କୁ ମୁଁ କ'ଣ କରିବି? 7 ଭାଗ କରିବି। କାରଣ 3 ପୂର୍ଣ୍ଣ 4 ବିଭକ୍ତ 7 ଏହାର ମାନେ ହେଉଛି 3 ଯୁକ୍ତ 4 ବିଭକ୍ତ 7। ଏବେ 3 ପାଇଁ ଆମେ 0ରୁ 3 ଏକକ ଡାହାଣକୁ ଯିବା। 1 ଏକକ ଗଲି, ତାପରେ ଆଉ ଗୋଟେ ଏକକ ଏବଂ ଆଉ ଗୋଟେ ଏକକ ଗଲି। ହେଇଗଲା 3 ଏକକ। ତାପରେ 4 ବିଭକ୍ତ 7 ପାଇଁ ମୋତେ 3 ଏବଂ 4 ଏହାକୁ 7 ଭାଗ କରିବାର ଅଛି ଏବଂ 4 ଭାଗ ନେବାର ଅଛି। ଦେଖ ମୁଁ 7 ଭାଗ କରୁଛି। 1 2 3 4 5 6 7 7 ଭାଗ ହେଲା। 7 ଭାଗରୁ ମୋତେ 4 ଭାଗ ନେବାର ଅଛି। 1 2 3 4। ତେଣୁ ଏଇ ବିନ୍ଦୁଟିର ମୂଲ୍ୟ ହେଉଛି କେତେ? 3 ପୂର୍ଣ୍ଣ 4 ବିଭକ୍ତ 7। ତାପର ପରିମେୟ ସଂଖ୍ୟାଟି ଅଛି ଆମ ପାଖରେ -7 ବିଭକ୍ତ 4। ଏବେ -7 ବିଭକ୍ତ 4 ଏହା ଗୋଟେ ଅପ୍ରକୃତ ଭଗ୍ନାଂଶ। ତେଣୁ ମୁଁ କ'ଣ କରିବି? ଆକୁ ଆଗ ମିଶ୍ର ଭଗ୍ନାଂଶରେ ପରିଣତ କରିବି। ଏବେ ମିଶ୍ର ଭଗ୍ନାଂଶରେ ପରିଣତ କଲେ କେତେ ହେବ? 7ରେ 4 ହରିବା। 4 କେ 4 7ରୁ 4 ଗଲେ କେତେ? 3 -1 ପୂର୍ଣ୍ଣ 3 ବିଭକ୍ତ 4 ହେବ। ଏବେ -1 ପୂର୍ଣ୍ଣ 3 ବିଭକ୍ତ 4 ଏଇଟା ଗୋଟେ ମିଶ୍ର ଭଗ୍ନାଂଶ। ତେଣୁ ଆମେ କ'ଣ କରିପାରିବା ଆକୁ? ମୁଁ ଏହାକୁ ଲେଖିବି -1 ଯୁକ୍ତ 3 ବିଭକ୍ତ 4 ସମାନ କେତେ ଲେଖିବି? -1 ଯୁକ୍ତ -3 ବିଭକ୍ତ 4। ଏହାର ମାନେ କ'ଣ? ପ୍ରଥମେ ଆମେ 0ରୁ -1 ଯିବା, ପୁଣି ଆଉ ଥରେ -3 ବିଭକ୍ତ 4 ଯିବା। ବୁଝିପାରିଲ? ତେଣୁ ମୁଁ ପ୍ରଥମେ ଡାହାଣ ପଟେ ଲେଖୁଛି 0, ବାମ ଆଡ଼କୁ ଯିବି। ତେଣୁ ପ୍ରଥମେ ଏଠି ଲେଖିଲି -1, ତାପରେ ଆଉ ଗୋଟେ ଏକକ ବାମକୁ ଗଲେ -2। ଏବେ -1 ପାଇଁ ମୋତେ 0ରୁ 1 ଏକକ ବାମକୁ ଆସିବାକୁ ହେବ। ଆସିଲି। ତାପରେ -3 ବିଭକ୍ତ 4 ପାଇଁ ମୋତେ -1 ଏବଂ -2କୁ 4 ଭାଗ କରିବାକୁ ହେବ ଏବଂ ସେଥିରୁ ଆମକୁ 3 ଭାଗ ନେବାକୁ ହେବ। ତେଣୁ ମୁଁ ସମାନ 4 ଭାଗ କରିବି। 1 2 3 4 4 ଭାଗ ହୋଇଗଲା। 4 ଭାଗରୁ ମୋତେ କ'ଣ 3 ଭାଗ ନେବାର ଅଛି। 1 2 3। ତେଣୁ ଏଇ ବିନ୍ଦୁର ମୂଲ୍ୟ କେତେ ହେବ? -1 ପୂର୍ଣ୍ଣ 3 ବିଭକ୍ତ 4। ଏବେ ଆମ ପାଖରେ ଶେଷ ପରିମେୟ ସଂଖ୍ୟାଟି କ'ଣ ଅଛି? -4 ପୂର୍ଣ୍ଣ 5 ବିଭକ୍ତ 6। ଏହାକୁ ସେମିତି ଲେଖିବି -4 ପୂର୍ଣ୍ଣ 5 ବିଭକ୍ତ 6 ସମାନ କେତେ ହେବ? -4 ଯୁକ୍ତ 5 ବିଭକ୍ତ 6 ସମାନ -4 ଯୁକ୍ତ -5 ବିଭକ୍ତ 6। ତେଣୁ ଆମକୁ ପ୍ରଥମେ -4 ଯାଏଁ ଯିବାକୁ ହେବ। 0ରୁ -4 ଯାଏଁ ଯିବା। ତାପରେ ଏ ସଂଖ୍ୟାଟି -4 ଏବଂ -5 ଭିତରେ ରହିବ। ତେଣୁ ପ୍ରଥମେ ଡାହାଣ ପଟେ ଲେଖିଲି 0, ତାପରେ ଗୋଟେ ଏକକ ବାମକୁ ଆସିଲେ -1, ପୁଣି ଆଉ ଗୋଟେ ଏକକ ବାମକୁ ଆସିଲେ -2 -3 -4 ଏବଂ -5। ଏବେ -4 ପାଇଁ ମୋତେ 0ରୁ ବାମକୁ ଆସିବାକୁ ହେବ ଏବଂ 4 ଏକକ ବାମକୁ ଆସିବା। 1 ଏକକ 2 ଏକକ 3 ଏକକ 4 ଏକକ 4 ଏକକ ବାମକୁ ଆସିଗଲେ। ଏବେ -5 ବିଭକ୍ତ 6 ପାଇଁ ଆମେ -4 ଏବଂ -5କୁ 6 ଭାଗ କରିବା ଏବଂ ତା ଦେହରୁ 5 ଭାଗ ନେବା। 6 ଭାଗ କରୁଛି ଦେଖ।
1 2 3 4 5 6 6 ଭାଗ ହେଇଗଲା। 6 ଭାଗରୁ ଆମେ କେତେ ଭାଗ ନେବା? 5 ଭାଗ ନେବା। 1 2 3 4 5। ତେଣୁ ଏଇ ବିନ୍ଦୁଟିର ମାନ କେତେ ହେବ? -4 ପୂର୍ଣ୍ଣ 5 ବିଭକ୍ତ 6।